এই সুন্দর মুহূর্ত নিমন্তে প্রভু বিশেষ গৌরব পাঁতু। প্রভু যীশু খ্ରୀଷ୍ଟଙ୍କର ପବିତ୍ର ମହାନାମରେ ମୋର ଶ୍ରଦ୍ଧା ସ୍ନେହ ମୋ ହୃଦୟରୁ ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ଆଉ ମୋର ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜ୍ଞାପନ କରୁଛି। ରାଇକିଆ ବ୍ୟାପ୍ଟିଷ୍ଟ ଚର୍ଚ୍ଚ ଏହି ମଣ୍ଡଳୀର ପ୍ରାଙ୍ଗଣରେ, ଉପାସନା ଗୃହର ପ୍ରାଙ୍ଗଣରେ ମୁଁ ଏଠି ବସିଛି ଏକ ଶାନ୍ତ ପରିବେଶ ଭିତରେ ପ୍ରଭୁଙ୍କର ଉପସ୍ଥିତିରେ। ଆମମାନେ ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ଯଦି ପ୍ରଭୁଙ୍କ ଉପସ୍ଥିତିରେ ଜୀବନ କାଟୁ ତାହେଲେ ତାଠୁ ଅଧିକ ସୁନ୍ଦର, ମଧୁର ଏବଂ ତାଠୁ ଉତ୍ତମ ମୁହୂର୍ତ୍ତ ଆମମାନେ ଆମ ଜୀବନରେ କେବେ ପାଇବା ନାହିଁ। କିନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମେ ପ୍ରଭୁଙ୍କ ଉପସ୍ଥିତ ଜୀବନ କାଟୁ, ଯେକୌଣସି ଜାଗାରେ, ଆପଣ ଜନଗହଳି ଭିତରେ ଥାଆନ୍ତୁ, ଏକଲା ଥାଆନ୍ତୁ, ଆପଣ ମରୁଭୂମିରେ ଯାତ୍ରା କରନ୍ତୁ, ପ୍ରାନ୍ତରରେ ଥାଆନ୍ତୁ, ଆପଣ ଏକ ବହୁତ ବଡ଼ ସହରରେ ବା ନଗରରେ ମେଟ୍ରୋପଲିଟାନ୍ ସିଟିରେ ଥାଆନ୍ତୁ, ଆପଣ ଗୋଟେ ଗାଁ ଗହଳି ଭିତରେ ଥାଆନ୍ତୁ ବା ପାହାଡ଼ ପର୍ବତ ନଦୀ ନାଳରେ ଆପଣ ବୁଲୁଥାନ୍ତୁ, ଏହି ସମସ୍ତ ଭିତରେ ଯଦି ପ୍ରଭୁଙ୍କର ଉପସ୍ଥିତି ଆପଣଙ୍କ ଜୀବନରେ, ମୋ ଜୀବନରେ ରହିଛି, ତାହେଲେ ତାଠୁ ବଡ଼ ବିଷୟ, ତାଠୁ ବଡ଼ ମୁହୂର୍ତ୍ତ, ସୁନ୍ଦର ମୁହୂର୍ତ୍ତ ଆମେ ପାଇପାରିବା ନାହିଁ। ଆମେ ଯାହାଙ୍କର ସେବା କରୁଛୁ ସେଇ ଜଗତର ସୃଷ୍ଟିକର୍ତ୍ତା। ଆଉ ମୁଁ ସଦାବେଳେ ଏ ବିଷୟଟାକୁ କହିବା ପାଇଁ କେବେ ହେଲେ ମଧ୍ୟ ପଛଘୁଞ୍ଚା ଦେବି ନାହିଁ। ନେଚର ସ୍ପିକ୍ସ ଆବାଉଟ୍ ଗାଡ୍। ପ୍ରକୃତି ପରମେଶ୍ୱରଙ୍କ ବିଷୟରେ କଥା କୁହେ, ତାଙ୍କର ଉପସ୍ଥିତି, ତାଙ୍କର କ୍ରିଏସନରେ ଆମମାନଙ୍କ କ୍ରିଏଟର ଯିଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯିଏ ଜଗତର ସୃଷ୍ଟିକର୍ତ୍ତା, ତାଙ୍କ ବିଷୟରେ ନେଚର ପ୍ରକାଶ କରେ। ଏହି ଉପାସନା ଗୃହର ଚତୁର୍ଦିଗରେ ଏକ ସୁନ୍ଦର ପରିବେଶ ଅଛି। ଏଥିପାଇଁ ମୁଁ ପ୍ରଭୁ ଧନ୍ୟବାଦ କରୁଛି। ଆଜି ସଂକ୍ଷେପରେ ଅଳ୍ପ କିଛି ମିନିଟ୍ ପାଇଁ ମୁଁ ଆପଣମାନଙ୍କ ସମ୍ମୁଖରେ ଗୋଟେ କ୍ଷୁଦ୍ର ପ୍ରସଙ୍ଗ, ଛୋଟ ଏକ ପ୍ରସଙ୍ଗ ରଖିବା ପାଇଁ ଚାହୁଁଛି। এইটা যদি বা আলোচনা করা 15-20 মিনিটর গোটে ছোট প্রসঙ্গ হয়েপরে, কিন্তু সেইটা এক অগাধ মহাসাগর। মনুষ্য কে যে ঈশ্বরଙ୍କ বিষয়ে বর্ণনা করিপারে। প্রভু যীশু খ্রিস্ট যেতবে জগতের জন্ম হেলে, সে জগতের জন্ম হেবারু আজি অনেক লোক মানে তাঁকু এক সাধারণ ব্যক্তি বলি ভাবନ୍ତି। কিন্তু ଆମେ ସମସ୍ତେ ଜାଣିଛୁ ଯେ ଯୀଶୁଖ୍ରୀଷ୍ଟଙ୍କର ଦ୍ୱାରା ହିଁ ଇତିହାସ ସୃଷ୍ଟି ହେଇଛି। ଅନେକ ମହାନ ବ୍ୟକ୍ତିମାନେ ଜଗତରେ ଜନ୍ମ ହୋଇଛନ୍ତି, କିନ୍ତୁ ତା ଭିତରେ ଖ୍ରୀଷ୍ଟଙ୍କର ଜନ୍ମ ବେଥଲିହେମରେ ଆଜକୁ 2000 ବର୍ଷରୁ ଉର୍ଦ୍ଧ୍ୱ ହେବ କୁମାରୀ କନ୍ୟା ମାତା ମରିୟମଙ୍କ ଗର୍ଭ ଦ୍ୱାରା ଯେତେବେଳେ ଜନ୍ମ ହେଲେ, ଆଉ ସେ 33 ବର୍ଷ କାଳ ରହିଲେ ପୃଥିବୀରେ। ତାଙ୍କର ସେଇ ପୃଥିବୀରେ ରହିବା ସମୟ ଯେ ଯାହା ବି କରିଥିଲେ, ଯାହା ଶିକ୍ଷା ଦେଇଥିଲେ, ଲୋକମାନଙ୍କର ସେବା କରିଥିଲେ, ରୋଗୀମାନଙ୍କୁ ସୁସ୍ଥ କରିଥିଲେ, ମୃତମାନଙ୍କୁ ଉଠେଇଥିଲେ, ପ୍ରକୃତି ଉପରେ ତାଙ୍କର ଅଧିକାର ଥିଲା। ଏହି ସମସ୍ତ ବିଷୟ ବର୍ଣ୍ଣନା କଲେ ତାହା ସରିବ ନାହିଁ। କିନ୍ତୁ ଆଜି ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବୁଝିପାରନ୍ତି ନାହିଁ। ଆପଣ ଜାଣିଛନ୍ତି କି ଯେ ପୃଥିବୀର ଇତିହାସକୁ ଖ୍ରୀଷ୍ଟଙ୍କର ଜନ୍ମ ଦ୍ୱାରା ଗଣ୍ୟ କରାଯାଏ। ଖ୍ରୀଷ୍ଟାବ୍ଦ ଆଉ ଖ୍ରୀଷ୍ଟପୂର୍ବ, ତାଙ୍କ ପୂର୍ବରୁ ଯେଉଁମାନେ ଜନ୍ମ ହୋଇଥିଲେ ସେମାନଙ୍କୁ ଖ୍ରୀଷ୍ଟପୂର୍ବ ବୋଲି କୁହାଯାଏ। ତାଙ୍କ ପରେ ବର୍ତ୍ତମାନ ଆମେ ଯେଉଁ ବାସ କରୁ ତାକୁ ଖ୍ରୀଷ୍ଟାବ୍ଦ କୁହାଯାଏ। ମସିହ ଏ ଶବ୍ଦ ଗୁଡ଼ାକ ଆମେ ସମସ୍ତେ ଜାଣିଛୁ। BC AD ଏ ସମସ୍ତ ବିଷୟ ଆମେ ଜାଣିଛୁ। ସେ ଏକ ସରଳ ଶାନ୍ତ ପରିବାର ଭିତରେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମ ବିଷୟରେ ଗୋଟିଏ ବିଷୟ ଲେଖାଯାଇଛି, ଆଉ ସେଇ ବିଷୟ ସଂକ୍ଷେପରେ ମୁଁ କହିବା ପାଇଁ ଚାହୁଁଛି। ତାହା ହେଉଛି ମିଖା ବୋଲି ଜଣେ ଭବିଷ୍ୟତ ବକ୍ତା ଥିଲେ, ପ୍ରଭୁଙ୍କର ପ୍ରିୟ ଦାସ ମିଖା। ଆଉ ତାଙ୍କର ବାକ୍ୟରେ ସେ ଗୋଟେ ବିଷୟ ପ୍ରକାଶ କରନ୍ତି। ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ମଧ୍ୟ ଅନେକ ସମୟରେ ପଢ଼ିଥିବେ। ତାହା ହେଉଛି ମିଖା 5 ପର୍ବର 2 ପଦ। ଧ୍ୟାନ ଦେଇକି ଶୁଣନ୍ତୁ। ଯୀଶୁଖ୍ରୀଷ୍ଟଙ୍କର ଉତ୍ପତ୍ତି ବିଷୟରେ। ମାତ୍ର ହେ ବେଥଲିହେମ ଉଫ୍ରାତା, ସେ ଯୀଶୁ ବେଥଲିହେମରେ ଜନ୍ମ ହେଲେ ଏବଂ ତାଙ୍କୁ କୁହାଯାଉଛି ହେ ବେଥଲିହେମ ଉଫ୍ରାତା, ଜିହୁଦାର ସହସ୍ରଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। କେତେ ଶହ ବର୍ଷ ପୂର୍ବେ ମିଖା କହୁଛନ୍ତି, ଆମ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ସେ ସିନା ଜନ୍ମ ହେଲେ ବେଥଲିହେମରେ, ଏଇଟା ଭାବବାଣୀ ଥିଲା 100 ବର୍ଷ ପୂର୍ବରୁ,
ଯେ ଆମମାନଙ୍କ ନିମନ୍ତେ ଜଣେ ବ୍ୟକ୍ତି ଉତ୍ପନ୍ନ ହେବେ। ଆଉ ତାଙ୍କର ଉତ୍ପତ୍ତି କେବେ ଉତ୍ପନ୍ନ ହେବେ ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ, କିନ୍ତୁ ତାଙ୍କର ବାସ୍ତବରେ ଉତ୍ପତ୍ତି କେବେ? ସେ ଉତ୍ପତ୍ତି ପୁରାତନ କାଳରୁ ଏବଂ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି। ସେ ଜନ୍ମ ହେବେ ଏକ ନିର୍ଦ୍ଦିଷ୍ଟ ଟାଇମ୍ରେ। 2000 ବର୍ଷ ତଳେ ସେ ବେଥଲେହେମରେ ଜନ୍ମ ହେଲେ। ଆଉ ତାଙ୍କ ବିଷୟରେ ଲେଖାଯାଏ ସେ ଅନାଦି କାଳରୁ। ଯଦି ସେ ନିଜେ ଅନାଦି ହେଇନଥିବେ ତାହେଲେ କାଳ କେମିତି ଅନାଦି ହେବ? ଅନାଦି କହିଲେ ଯାହାର ଆଦି ନାହିଁ ତାକୁ ଅନାଦି କୁହାଯାଏ। ତାଙ୍କର ଆଦି ନାହିଁ, ଆରମ୍ଭ ନାହିଁ। ଯଦି ଆରମ୍ଭ ବୋଲି କୁହାଯାଏ, ଈଶ୍ୱରଙ୍କ ବାକ୍ୟ ବାଇବେଲ କୁହେ ସେ ଆରମ୍ଭ ଆଉ ଶେଷ, କିନ୍ତୁ ତାଙ୍କର ପ୍ରାରମ୍ଭ ନାହିଁ, ତାଙ୍କର ଶେଷ ନାହିଁ। ସେ ଅନାଦି, ତାଙ୍କର ଆଦି ନାହିଁ, ଅନନ୍ତ, ଯାହାଙ୍କର ଅନ୍ତ ନାହିଁ। ସେଇ ପରମେଶ୍ୱର ପୁରାତନ କାଳରୁ ଅଛନ୍ତି। ଏଥିପାଇଁ ଆପଣଙ୍କ ଭଳିଆ ମୋ ଭଳିଆ ବା ଆମେ ଯେଉଁ ମନୁଷ୍ୟ ସମାଜ ଆମର ସୀମିତ ଜ୍ଞାନ ଭିତରେ ତାଙ୍କୁ କାଲକୁଲେସନ୍ କରିବା ପାଇଁ ଚେଷ୍ଟା କରୁଛୁ, ଏଇଟା ସମ୍ଭବ ନୁହେଁ। ଯିଶାୟା ଭବିଷ୍ୟତ ବକ୍ତା ଗୋଟେ ବହୁତ ବଡ଼ ସୁନ୍ଦର କଥା କହିଲେ ତାଙ୍କ ବିଷୟରେ। ଯିଶାୟା ଭବିଷ୍ୟତ ବକ୍ତାଙ୍କର ଯଦି ବିବରଣୀ ଆମେ ପଢ଼ିବା, ମୁଁ ବିଶ୍ୱାସ କରେ ଆପଣମାନେ ସମସ୍ତେ ଏହି ବିଷୟ ସମସ୍ତେ ଜାଣିଛନ୍ତି। ଯିଶାୟା 9 ପର୍ବରେ ତାଙ୍କ ବିଷୟରେ ଲେଖାଯାଇଛି, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବିଷୟରେ। ଆଉ ଏଇଟା ବଡ଼ଦିନ ମାନଙ୍କରେ ପାଳକମାନେ, ପ୍ରଭୁଙ୍କ ଦାସମାନେ ମଣ୍ଡଳୀମାନଙ୍କରେ ପ୍ରଚାର କରନ୍ତି। କ'ଣ ଲେଖାଯାଇଛି ଦେଖନ୍ତୁ, 9 ପର୍ବ 6 ଆଉ 7 ପଦ। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଜନ୍ମ ହେଇନଥିଲେ ଜନ୍ମି ଅଛନ୍ତି ବୋଲି ଲେଖାଯାଇଛି। ପାଖାପାଖି 600ରୁ ଅଧିକ ବର୍ଷ ପୂର୍ବେ, ଖ୍ରୀଷ୍ଟପୂର୍ବ 600ରୁ ଅଧିକ ବର୍ଷ ପୂର୍ବେ ଏଇଟା ଯିଶାୟା ନାମକ ଭାବବାଦୀ ପ୍ରକାଶ କରୁଛନ୍ତି। ଭାବାଣୀ ଦ୍ୱାରା ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ସେ ଭବିଷ୍ୟତକୁ ଲକ୍ଷ୍ୟ କରି କହୁଛନ୍ତି ଆମ୍ଭମାନଙ୍କ ନିମନ୍ତେ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। ଆମମାନଙ୍କୁ ଏକ ପୁତ୍ରଙ୍କୁ ଦିଆଯାଇଛନ୍ତି। ଆପଣଙ୍କ ପାଇଁ, ମୋ ପାଇଁ ଏକ ପୁତ୍ରଙ୍କୁ ଦିଆଯାଇଛି। ସେ ପୁତ୍ର କିଏ? ଓ ତାହାଙ୍କ ସ୍କନ୍ଧରେ ଯିଏ ଜନ୍ମ ହୋଇଛନ୍ତି ବା ହେବେ, ତାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ, ଶାସନର ଭାର ଥୁଆଯିବ। ପୁଣି ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା ଓ ଶାନ୍ତି ରାଜା। ଅନନ୍ତକାଳୀନ ପିତା ଓ ଶାନ୍ତି ରାଜା ହେବ। ଏଥିପାଇଁ ମୁଁ କହୁଥିଲି ପରିବେଶ ଏକ ଶାନ୍ତ ପରିବେଶରେ ଆମେ ବସିଛୁ। ଯେତେବେଳେ ଶାନ୍ତି ରାଜା ବା ଶାନ୍ତି ରାଜା ଆମ ହୃଦୟ ମଧ୍ୟରେ ବାସ କରନ୍ତି, ଆମେ ଯେକୌଣସି ପରିସ୍ଥିତିରେ, ପ୍ରତିକୂଳ ପରିବେଶ ଭିତରେ ଶାନ୍ତିରେ ବାସ କରିପାରିବା। ଦୁଃଖ, କଷ୍ଟ, ଅଭାବ, ଅନାଟନ, ସମସ୍ୟା, ରୋଗ, ବ୍ୟାଧି, ବିଭିନ୍ନ ରକମର ଶତ୍ରୁତା, ବିବାଦ, ହିଂସା, ଭୟ, ସନ୍ଦେହ, ପ୍ରତାରଣା, ସମାଲୋଚନା, ଈର୍ଷା, ଏସବୁ ଭିତରେ ମଧ୍ୟ ଯଦି ଶାନ୍ତି ରାଜା ଯୀଶୁଖ୍ରୀଷ୍ଟ ଅନ୍ତର ଭିତରେ ଅଛନ୍ତି, ତାହେଲେ ମୋର ଭାଇ ଭଉଣୀମାନେ ଆମେ ଯେକୌଣସି ପରିସ୍ଥିତିରେ, ଯେକୌଣସି ସମୟରେ, ଯେକୌଣସି ଜାଗାରେ ଆମେ ଶାନ୍ତିରେ ବାସ କରିବାକୁ ପାରିବା। ଏଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ। ଆଉ କ'ଣ ଲେଖାହେଇଛି? ତାଙ୍କ ନାମ ଅନନ୍ତକାଳୀନ ପିତା। କେବେ ଧ୍ୟାନ ଦେଇଛନ୍ତି କି ବିଷୟରେ? ପୁତ୍ର ଜନ୍ମ ହେବେ, ତାଙ୍କ ନାଁ ପୁଣି ଅନନ୍ତକାଳୀନ ପିତା। ଆଶ୍ଚର୍ଯ୍ୟ କଥା ଏଇଟା। ଅନନ୍ତକାଳୀନ ପିତା ବୋଲି କ'ଣ? ଯାହା ଏଭରଲାଷ୍ଟିଂ ଟୁ ଏଭରଲାଷ୍ଟିଂ ଅନନ୍ତକାଳ କୁହାଯାଏ। ଇଟର୍ନିଟି ଟୁ ଇଟର୍ନିଟି ତାକୁ କୁହାଯାଏ ଅନନ୍ତକାଳ। ତାର କୌଣସି କାଲକୁଲେସନ୍ ନାହିଁ। ଅନନ୍ତକାଳ, ଅନ୍ତ ଯାହାର ନାହିଁ। ତାଙ୍କ ନାଁ ଅନନ୍ତକାଳୀନ ପିତା। ଆଉ ସେ ଶାନ୍ତି ରାଜା ହେବ। ତାଙ୍କ ନାମ ଆଶ୍ଚର୍ଯ୍ୟ, ତାଙ୍କ ନାମ ଆଶ୍ଚର୍ଯ୍ୟ। ଏଥିପାଇଁ ଯେଉଁମାନେ ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କାଲକୁଲେସନ୍ କରନ୍ତି, ତାଙ୍କ ବିଷୟରେ ଅନେକ କଥା କୁହନ୍ତି, ତାଙ୍କୁ ସମାଲୋଚନା କରନ୍ତି, ତାଙ୍କ ଭିତରେ ଭୁଲ ତ୍ରୁଟି ଖୋଜନ୍ତି, ଦୁଃଖ ଲାଗେ। ଜ୍ଞାନର ଅଭାବ, ଦୂରଦୃଷ୍ଟିର ଅଭାବ, ଶାସ୍ତ୍ରର ଜ୍ଞାନ ନାହିଁ ତାଙ୍କ ପାଖରେ। ବାଇବେଲ ପଢ଼ନ୍ତି, ବୁଝିପାରନ୍ତି ନାହିଁ ଯେ ଶାରୀରିକ ମନ ଆତ୍ମିକ ବିଷୟ ବୁଝିପାରିବ ନାହିଁ। ଏଥିପାଇଁ ଆତ୍ମିକ ବିଷୟ ବୁଝିବା ପାଇଁ ଆତ୍ମିକ ଜ୍ଞାନ ଦରକାର, ଆତ୍ମାଙ୍କର ସାହାଯ୍ୟ ଦରକାର, ଆତ୍ମାଙ୍କୁ ପାଇବା ଦରକାର। ଆଉ ଜାଗତିକ ମନ ଜାଗତିକ ବିଷୟ କହିପାରିବ। ଯିଶାୟା 9:7 ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କ ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର, ଅନ୍ୟାୟ ବିଚାର ନାହିଁ। ଆଜି ଅନ୍ୟାୟ ବହୁ ଚାଲିଛି। ନ୍ୟାୟ ବିଚାର ଧାର୍ମିକତାରେ ଏକ୍ଷଣାବଧି ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଆଉ ସୁଦୃଢ଼ କରିବ। କେବଳ ଖ୍ରୀଷ୍ଟଙ୍କ ରାଜ୍ୟ ସୁଦୃଢ଼ ଆଉ ସୁସ୍ଥିର ହେବ। ପୃଥିବୀର କୌଣସି ରାଜ୍ୟ ଆଜି ପର୍ଯ୍ୟନ୍ତ, ଇତିହାସକୁ ଆମେ ଯଦି ଅନେଇବା, କୌଣସି ରାଜ୍ୟ 100 ବର୍ଷ ରାଜ୍ୟ କରିଛନ୍ତି,
କିନ୍ତୁ କେବେ ବି ଗୋଟା ସୁସ୍ଥିର ହେଇନାହିଁ, ସୁଦୃଢ଼ ହେଇନାହିଁ। ସଂଗ୍ରାମ, ଯୁଦ୍ଧ, ରକ୍ତପାତ କରି ଅନେକ ଦେଶ ରାଜା ମହାରାଜା ମାନେ ଶାସନକର୍ତ୍ତା ମାନେ ଜୟ କରିଛନ୍ତି। କିଛି ବର୍ଷ ଶାସନ କରିଛନ୍ତି ଶାନ୍ତିରେ ଆଉ ଦୁଃଖରେ, କଷ୍ଟରେ, ଶତ୍ରୁତା, ବିବାଦ, ହିଂସା, ଭୟରେ, ଆଉ ପର ମୁହୂର୍ତ୍ତରେ ସେହି ସମସ୍ତ ରାଜ୍ୟ ପତନ ହେଇଛି। କିନ୍ତୁ ବାଇବେଲ କହୁଛି ଯୀଶୁଖ୍ରୀଷ୍ଟଙ୍କ ରାଜ୍ୟର ପତନ ହେବ ନାହିଁ। ଯେତେବେଳେ ସେ ରାଜ୍ୟ ସ୍ଥାପନ କରିବେ ଆଉ ଦାଉଦଙ୍କ ସିଂହାସନରେ ବସିବେ, ସେ ରାଜ୍ୟ କେବେ ମଧ୍ୟ ସରିବ ନାହିଁ। ଅବିନାଶ୍ୟ ସେ ରାଜ୍ୟ, ଯେହେତୁ ସେ ନିଜେ ଅବିନାଶ୍ୟ, ତାଙ୍କର ବିଷୟରେ ବର୍ଣ୍ଣନା କରିବା ପାଇଁ ଆମମାନଙ୍କର ଭାଷା ନାହିଁ। ଏଥିପାଇଁ ମୁଁ ଶେଷ କରିବା ପୂର୍ବରୁ ଏଇ ଜାଗାରେ ମୋର ପ୍ରିୟ ଭାଇ ଭଉଣୀମାନେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ କିଛି କହିବା ପାଇଁ ଚାହୁଁଛି। ଆଉ ସେଇ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ, ଯାହାଙ୍କ ବିଷୟରେ ଆମେ ମିଖା 5 ପର୍ବରେ ପଢ଼ିଲୁ, ଯାହାଙ୍କ ବିଷୟରେ ଆମେ ଯିଶାୟା 9 ପର୍ବରେ ପଢ଼ିଲୁ, ସେଇ ବିଷୟରେ କ'ଣ ଲେଖାଯାଇଛି, ସେଇ ଭାବବାଣୀ କିପରି ସଫଳ ହେଲା, ସେଇଟା ଅତି ଆଶ୍ଚର୍ଯ୍ୟ। ଏଇଠି ରାତ୍ର ସମୟରେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ବେଥଲେହେମରେ ଜନ୍ମ ହେଲେ, ଗୋଟେ ଗୁହାଳ ଘରେ, ଆଉ ତାଙ୍କୁ ମା ମରିୟମ ଏକ ଗୁହାଳ କୁଣ୍ଡରେ ଲୁଗାପଟା ଗୋଡ଼େଇ, ଥଣ୍ଡା ରାତ୍ର ଥିଲା, ତାଙ୍କୁ କୁଣ୍ଡରେ ଶୁଆଇ ଦେଲେ। କାହିଁକି ଗୁହାଳ କୁଣ୍ଡରେ ଜନ୍ମ ଦେଲେ ବା ଗୁହାଳ ଘରେ ଜନ୍ମ ଦେଲେ? ଆଉ ଗୁହାଳ କୁଣ୍ଡରେ କାହିଁକି ଶୁଆଇଲେ? ଗର୍ଭଜାତନ ହେଲା, ସେହି ସମୟରେ କେଉଁ ଜାଗା ଆଉ ପାଇଲେ ନାହିଁ। ଗୁହାଳ ପାଖରେ ଏକା ଥିଲେ, ସେଇଠି ପ୍ରସବ କଲେ ଏବଂ ଦେଖିଲେ ଆଉ କିଛି ନାହିଁ କେଉଁଠି ତାଙ୍କୁ ଛୁଆକୁ ରଖିବା ପାଇଁ। କୁଣ୍ଡଟା ନିର୍ମଳ ଥିଲା, ବୋଧେ ଗୋରୁ ନଥିଲେ। ବାଇବେଲ କହେ ଗୋରୁ ନଥିଲେ କୁଣ୍ଡ ନିର୍ମଳ ଥାଏ। ସେ କୁଣ୍ଡଟା ନିର୍ମଳ ଥିଲାରୁ ଶୁଖିବା ଥିବ, ଏଥିପାଇଁ ଯାହା ବି ଲୁଗାପଟା ତାଙ୍କ ପାଖରେ ଥିଲା, ସେମାନେ ତ ନାମ ଲେଖିବା ପାଇଁ ଆସିଥିଲେ ଜେରୁସାଲେମକୁ, ନାଜରିତରୁ ଆସୁଥିଲେ। ଏତେ ଲମ୍ବା ରାସ୍ତା, ମୋର ପ୍ରିୟ ଭାଇ ଭଉଣୀମାନେ ପ୍ରାୟ ଏତେ ଦୀର୍ଘ ପଥ ଯାତ୍ରା କରିକି ଆଉ ସେ ରାତ୍ର ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ। ତାଙ୍କ ବିଷୟରେ ଲେଖାଯାଏ ଅତିଶୟ ଭାବରେ। ଆଉ ସେ ଯେଉଁ ରାତିରେ ଜନ୍ମ ହେଲେ, ସେତେବେଳେ ଦୂତମାନେ ଆସିଲେ, ସ୍ୱର୍ଗଦୂତମାନେ। 8 ପଦ, ସେ ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କର ପଲ ଜଗୁଥିଲେ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟକୁ ଆସି ନିକଟରେ ଉପସ୍ଥିତ ହେଲେ। ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତି ସେମାନଙ୍କର ଚତୁର୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। ସମସ୍ତ ଲୋକମାନଙ୍କର ଆନନ୍ଦଜନକ ସୁସମାଚାର। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ବାଇବେଲରେ 66 ଖଣ୍ଡ ବହି ଅଛି। 1600 ବର୍ଷ ଲାଗିଛି ଲେଖିବା ପାଇଁ, 40 ଜଣ ଲୋକ ଲେଖିଛନ୍ତି। ତା ଭିତରେ 66 ଖଣ୍ଡି ବହି ଭିତରେ 4ଟା ବହି, ମାଥ୍ୟୁ, ମାର୍କ, ଲୁକ, ଜହନ, ସୁସମାଚାର, ଗୁଡ୍ ନ୍ୟୁଜ୍, ଗସ୍ପେଲ, ଆନନ୍ଦଜନକ ସୁସମାଚାର। କାହିଁକି ଆନନ୍ଦଜନକ? ମନୁଷ୍ୟକୁ ପାପର ଦହଲା କାଦୁରୁ ଉଦ୍ଧାର କରିବା ପାଇଁ ଯୀଶୁଖ୍ରୀଷ୍ଟ ଯେ ଜନ୍ମ ହେଲେ, କିଏ ଜାତି ପାଇଁ ମରିଛି, କିଏ ଦେଶ ପାଇଁ ମରିଛି, କିଏ ଧର୍ମ ପାଇଁ ମରିଛି, କିଏ ପ୍ରେମିକ ପାଇଁ ପ୍ରେମିକା ପାଇଁ ମରିଛି, କିଏ ସ୍ୱାମୀ ପାଇଁ ସ୍ତ୍ରୀ ପାଇଁ ମରିଛି, କିଏ ପରିବାର ପାଇଁ ମରିଛି। ଯଦି କେହି ମରିଛି ପାପୀ ନିମନ୍ତେ, ଯୀଶୁଖ୍ରୀଷ୍ଟଙ୍କୁ ଛାଡ଼ି ପାପୀ ନିମନ୍ତେ କେହି ମରିନାହାନ୍ତି। ଆଉ ସମସ୍ତେ ମହାନ ମହାନ ବ୍ୟକ୍ତିତ୍ୱ ପୃଥିବୀରେ ଜନ୍ମ ହୋଇଛନ୍ତି, ହେଉଛନ୍ତି, ହେବେ, ସମାଧିରେ ଶେଷ ହୋଇଛନ୍ତି। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କର ପ୍ରାରମ୍ଭ ସମାଧିରେ ସେ କହିଲେ, ମୁଁ ମୋର ପ୍ରାଣ ଦାନ କରିବାକୁ ମୋର ଅଧିକାର ଅଛି, ଆଉ ମୋର ପ୍ରାଣ ଗ୍ରହଣ କରିବାକୁ ମୋର ଅଧିକାର ଅଛି। ମୁଁ ମୋର ମେଷମାନଙ୍କ ନିମନ୍ତେ ସ୍ୱେଚ୍ଛାପୂର୍ବକ ଭଲେଣ୍ଟାରଲି ମୁଁ ମୋର ପ୍ରାଣ ଦିଏ। ଆଉ ସେ କହିଲେ, ମୁଁ 3 ଦିନ ପରେ ଆଉ ଥରେ ଉଠିବି। ଏଥିପାଇଁ ଭାଇମାନେ ଭଉଣୀମାନେ, ଯଦି ଭୁଲ ଧାରଣା ରହିଛି, ହାତରେ ପାଦରେ କଣ୍ଟା ମାରିଦେଲେ, ଗୋଡ଼ରେ କଣ୍ଟା ମାରିଦେଲେ, ମୁଣ୍ଡରେ କଣ୍ଟାର ମୁକୁଟ ପିନ୍ଧେଇ ଦେଲେ, ବର୍ଚ୍ଛାରେ ଆଘାତ କଲେ, କୋରଡ଼ା ପ୍ରହାର କଲେ, କ୍ରୁଶରେ ଟାଙ୍ଗିଦେଲେ, ମରିଗଲେ, କିଛି କରିପାରିଲେ ନାହିଁ। ନାଇଁ ନାଇଁ, ମୃତ୍ୟୁ ତାଙ୍କୁ ଧରି ରଖିପାରିଲା ନାହିଁ, ପାପ ତାଙ୍କୁ ଧରି ରଖିପାରିଲା ନାହିଁ। ଜଗତର ନରକର ଦଣ୍ଡ ସେ ପରାଜୟ କଲେ, ସେ ମୃତ୍ୟୁକୁ ପରାଜୟ କଲେ, ପାପକୁ ପରାଜୟ କଲେ। ଆଉ ସବୁଠାରୁ ମନୁଷ୍ୟର ବଡ଼ ଶତ୍ରୁ ହେଉଛି ଶୟତାନ, ଯିଏକି ସଦାବେଳେ ମନୁଷ୍ୟକୁ ପ୍ରକୃତ ଈଶ୍ୱରଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କରେ, ଆଉ ନରକକୁ ନେବା ପାଇଁ ଚେଷ୍ଟା କରେ। ସେଇ ଶୟତାନକୁ ମଧ୍ୟ ସେ କାଲବରୀ କ୍ରୁଶରେ ପରାଜୟ କଲେ, ଆଉ ଜଗତର ସମସ୍ତ ଅଭିଶାପକୁ ମଧ୍ୟ ସେ ପରାଜୟ କରିଛନ୍ତି। এই 5ଟି ବିଷୟ ଗୁରୁତ୍ୱପୂର୍ଣ୍ଣ। ଏଇଟା ତାଙ୍କର ଜନ୍ମ ବିଷୟରେ 2 ପଦ ମୁଁ ପଢ଼ିବା ପାଇଁ ଚାହୁଁଛି, ବାକ୍ୟରୁ ଯେଉଁଟା ପଢ଼ୁଥିଲି, ଲୁକ 2 ପର୍ବର 10 ପଦ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। କାରଣ ଆଜି ହୁଏତ ଏଇ ବାକ୍ୟ ଆପଣଙ୍କ ପାଇଁ, ମୋ ପାଇଁ, ଆଉ କାହା ପାଇଁ ଆଜି
ଏଠି ଲେଖା ନାହିଁ ଗୋଟେ ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଦିଷ୍ଟ ଡେଟ୍ ଲେଖା ଯାଇ ନାହିଁ। ଆଜି ଆପଣ ଯେତେବେଳେ ପଢ଼ିବେ ସେଟା ଆଜିକୁ ବୁଝାଏ। ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ, ଆଉ ତାଙ୍କର ନାମ ଦିଆଯାଇଥିଲା ଯୀଶୁ ବୋଲି। ସ୍ୱର୍ଗରୁ ଆଗତ ନାମ। ଗାବ୍ରିଏଲ ଦୂତ, ପରମେଶ୍ୱରଙ୍କର ପରାକ୍ରାନ୍ତ ଦୂତ ଗାବ୍ରିଏଲ ଆସିଥିଲେ ମାଆଙ୍କ ନିକଟକୁ, ମରିୟମଙ୍କ ନିକଟକୁ, ଆଉ ସେ କହିଥିଲେ ତାହାକୁ ତୁମେ ଏକ ପୁତ୍ର ପ୍ରସବ କରିବ, ଆଉ ତାଙ୍କ ନାମ ଯୀଶୁ ଦେବ। ଆକାଶ ମଣ୍ଡଳ ତଳେ ପୃଥିବୀ ଉପରେ ମନୁଷ୍ୟମାନଙ୍କ ମଧ୍ୟରେ କାହାରିକୁ ସେ ନାମ ଦିଆଯାଇ ନାହିଁ। ପ୍ରେରିତ 4 ପର୍ବର 12 ପଦରେ ଏକମାତ୍ର ନାମ ଯୀଶୁ ନାମ, ଯେଉଁ ନାମରେ ପାପ କ୍ଷମା ଅଛି, ପରିତ୍ରାଣ ଅଛି, ସ୍ୱର୍ଗ ପ୍ରାପ୍ତି ଅଛି, ଯେଉଁ ନାମରେ ରୋଗ ସୁସ୍ଥତା ଅଛି, ଯେଉଁ ନାମରେ ମନୁଷ୍ୟର ସବୁ ସମସ୍ୟାର ସମାଧାନ ଅଛି, ଯେଉଁ ନାମରେ ମନୁଷ୍ୟର ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଅଛି। ହାଲେଲୁୟା। ସେଇ ପ୍ରକାର ନାମ ଯୀଶୁ ନାମ। ତାଙ୍କର ନାମ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଜଗତର ତ୍ରାଣକର୍ତ୍ତା। ଏ ଲେଖାଯାଇଛି ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସମସ୍ତ ଲୋକମାନଙ୍କ ନିମନ୍ତେ ଆନନ୍ଦଜନକ ସୁସମାଚାର। ଏଥିପାଇଁ ଆଜି এই କଥା ମୁଁ କହିବା ପାଇଁ ଚାହେଁ, ଯୀଶୁଖ୍ରୀଷ୍ଟ କୌଣସି ଏକ ନୂତନ ଧର୍ମର ପ୍ରଚାର କରିବା ଆସିନଥିଲେ। ସେ ଅନାଦି ଅନନ୍ତ ବ୍ୟକ୍ତିତ୍ୱ, କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଲେଖା ହେଇଛି ଗାଲା 4 ପର୍ବରେ, କାଳ ସମ୍ପୂର୍ଣ୍ଣ ହୁଅନ୍ତେ ସେ ଜଗତରେ ମନୁଷ୍ୟ ପୁତ୍ର ହେଇକି ଜନ୍ମ ହେଲେ। ଏଥିପାଇଁ ସେ ମନୁଷ୍ୟ ପୁତ୍ର ହେଇକି ଜନ୍ମ ହେଲେ ଯେପରିକି ସେ ମନୁଷ୍ୟ ପୁତ୍ରମାନଙ୍କୁ ଈଶ୍ୱରଙ୍କ ପୁତ୍ର କରିବେ। ଯୌନ 1 ପର୍ବର 12 ପଦ ଲେଖାଯାଇଛି, ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ତାଙ୍କୁ ଗ୍ରହଣ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦିଅନ୍ତି। ଆମେ ଈଶ୍ୱରଙ୍କୁ ଖାଲି ଈଶ୍ୱର ପିତା ବୋଲି ଡାକି ନଥାଉ, ଆମେ ତାଙ୍କୁ ବାପା ବୋଲି ମଧ୍ୟ ଡାକିଥାଉ। ସ୍ୱର୍ଗସ୍ଥ ପିତା ଆବ୍ବା ବୋଲି ଡାକିବା ପାଇଁ ଅଧିକାର ପାଇଛୁ। ଏଥିପାଇଁ ଆଜି ଏହି ସମୟରେ ଏ କଥା ମୁଁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀମାନେ, ନମ୍ରତାର ସହିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଜଗତରେ ଜନ୍ମ ହେବାର ଉଦ୍ଦେଶ୍ୟ ଥିଲା ଆପଣଙ୍କ ନିମନ୍ତେ। ପ୍ରତ୍ୟେକ ଇଣ୍ଡିଭିଜୁଆଲ, ପ୍ରତ୍ୟେକ ବ୍ୟକ୍ତିଗତ ବ୍ୟକ୍ତି ନିମନ୍ତେ ସେ ଜନ୍ମ ହୋଇଛନ୍ତି। ଯଦି ଆପଣଙ୍କ ଜୀବନରେ ପରିତ୍ରାଣ, ପାପ କ୍ଷମାର ଅନୁଗ୍ରହ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ନମ୍ରତାର ସହିତ ପ୍ରାର୍ଥନା ପୂର୍ବକ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ପ୍ରଭୁ ବୋଲି ବିଶ୍ୱାସ କରିପାରିବେ, ଗ୍ରହଣ କରିପାରିବେ ଅନ୍ତର ମଧ୍ୟରେ ଛୋଟ ପ୍ରାର୍ଥନା ଦ୍ୱାରା। ଯଦି ଆପଣ ତାଙ୍କୁ ଅଗ୍ରାହ୍ୟ କରନ୍ତି, ଆପଣ ତାଙ୍କୁ ପସନ୍ଦ କରନ୍ତି ନାହିଁ, ତାଙ୍କୁ ଆପଣମାନେ ବା ଆପଣ ନିଜେ ବା ମୁଁ ଯଦି ଆମେ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନହୁଁ, ତାହେଲେ ସେ ଆମକୁ ଜବରଦସ୍ତି କରନ୍ତି ନାହିଁ। ବାଇବେଲରେ ଗୋଟେ କଥା ଲେଖାଯାଇଛି, ତାକୁ ମୁଁ ପ୍ରାଞ୍ଜଳ କରିବା ପାଇଁ ଚାହୁଁଛି ଶେଷ କରିବା ପୂର୍ବରୁ। ବାଇବେଲରେ ଗୋଟିଏ କଥା ଲେଖାଯାଇଛି ବାରମ୍ବାର, ଯେପରି ଯେ କେହି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ଯୀଶୁ ଆସିନଥିଲେ। ଯଦି ବା ସେ ଇସ୍ରାଏଲ ଜାତିରେ ଜିହୁଦା ଗୋଷ୍ଠୀରେ ଜନ୍ମ ହୋଇଥିଲେ, ଦାଉଦ ରାଜା ଜିଉସ୍ ଥିଲେ, ତାଙ୍କ ମା ମରିୟମ ଆଉ ଜାଗତିକ ପିତା ଯୋସେଫ, ସେମାନେ ମଧ୍ୟ ଜିଉସ୍ ଥିଲେ। ସେଇ ଆମେ ଗୋଟେ ବଂଶରେ, ଗୋଟେ ଜାତି, ଗୋଟେ କ୍ଲାନ୍ରେ ଜନ୍ମ ହଉ, ସେମିତି ସେ ଆସିଥିଲେ। କିନ୍ତୁ ତାଙ୍କ ଆଗମନ ଇସ୍ରାଏଲ ଜାତି ପାଇଁ ଖାଲି ନୁହେଁ, ସେ ପୃଥିବୀର ସମସ୍ତ ଜାତି, ଯେତେ ଗୋଷ୍ଠୀ, ଯେତେ ବଂଶ। ଯଦି ପ୍ରକାଶିତ ବାକ୍ୟ ବାଇବେଲ ଲେଖାଯାଇଛି, ସ୍ୱର୍ଗରେ ଯେତେବେଳେ ସେ ଦେଖୁଛନ୍ତି ଦର୍ଶନ ଯୋହନ ଦେଖିଲେ, ଅଗଣ୍ୟ ମହାଜନତା, ହାଲେଲୁୟା, ଅଗଣ୍ୟ, ଅନକାଉଣ୍ଟେବଲ ପିପୁଲ, ମଲ୍ଟିଟ୍ୟୁଡ ଆଣ୍ଡ ମଲ୍ଟିଟ୍ୟୁଡ, ସର୍ବଜାତି, ସର୍ବଗୋଷ୍ଠୀ, ସର୍ବଭାଷାବାଦୀ ଲୋକମାନେ ସ୍ୱର୍ଗରେ ଥିବେ। ଏଥିପାଇଁ ଈଶ୍ୱରଙ୍କ ବାଇବେଲକୁ ଶହ ଶହ ଭାଷାର ଅନୁବାଦ କରାଯାଇଛି, ଅନୁବାଦ କରାଯାଉଛି। ଯେଉଁ ଭାଷାର ସ୍କ୍ରିପ୍ଟ ନାହିଁ, ଅକ୍ଷର ନାହିଁ, ସେଇ ଭାଷାରେ ଅଡ଼ିଓ ଭିଡ଼ିଓ କରିକି ବାଇବେଲ ତିଆରି କରାହେଉଛି, ଯେପରିକି ପ୍ରତ୍ୟେକ ଲୋକମାନେ ଶୁଣିବେ। ଆଉ ବାକ୍ୟରେ ଆଗରୁ ଭାବନା ଥିଲା, ଯୀଶୁ କହିଥିଲେ ସର୍ବଜାତି ନିକଟରେ ଏହି ସୁସମାଚାର ପ୍ରଚାର କରାଯିବ, ତାପରେ ଅନ୍ତ ଘଟିବ ବା ଯୁଗାନ୍ତ ହେବ। ଏଥିପାଇଁ ବାଇବେଲ ବିରୁଦ୍ଧରେ ଆଜି ବହୁତ ଲୋକ ଠିଆ ହେଇଛନ୍ତି, ଅନର୍ଥ କରୁଛନ୍ତି, ଭିନ୍ନ ଭିନ୍ନ କଥା କହୁଛନ୍ତି, ମୋର ପ୍ରିୟ ଭାଇ ଭଉଣୀମାନେ। କିନ୍ତୁ ଈଶ୍ୱରଙ୍କ ବାକ୍ୟ ପ୍ରଭୁ ଯୀଶୁ କହିଥିଲେ ମାର୍ଥିଉ ସୁସମାଚାର 5 ପର୍ବରେ, ଆକାଶ ମଣ୍ଡଳ ପୃଥିବୀ ଲୋପ ପାଇବ, କିନ୍ତୁ ଈଶ୍ୱରଙ୍କ ବାକ୍ୟର ବିନ୍ଦୁକୁ ବିସର୍ଗ ବା କୌଣସି ମାତ୍ରା ଲୋପ ପାଇବ ନାହିଁ। ସେଥିପାଇଁ ଯାହା ଲେଖାଯାଇଛି ତାହା ଘଟିବ। ବାଇବେଲ ବିରୁଦ୍ଧରେ ଯେତେ ଠିଆ ହେଲେ ସୁଦ୍ଧା, ବା ଯୀଶୁଙ୍କ ବିରୁଦ୍ଧରେ ଯେତେ ସମାଲୋଚନା କଲେ ସୁଦ୍ଧା, ତାହା କେବେ ବି ସଫଳ ହେବ ନାହିଁ, ଯେହେତୁ ତାହା ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ଏହି ବାକ୍ୟ ସ୍ୱର୍ଗରେ ସଂସ୍ଥାପିତ ହୋଇଛି। ପ୍ରଭୁ ଆପଣମାନଙ୍କୁ
ମୋତେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବା ପାଇଁ ଚାହିଁଲେ ମାଥ୍ୟୁ, ମାର୍କ, ଲୁକ, ଯୋହନ 4 ସୁସମାଚାର ପଢ଼ିବା ଏବଂ ତାଙ୍କର ଗଭୀରତା ବିଷୟ ଜାଣିବା ପାଇଁ ପ୍ରେରିତମାନଙ୍କ ଚିଠା ଗୁଡ଼ାକ ପଢ଼ିବା, ବା ଯଦି ଆପଣ ଜାଣନ୍ତି କୌଣସି ପ୍ରଭୁଙ୍କ ଦାସ ଅଛନ୍ତି, ଆପଣ ତାଙ୍କ ପାଖକୁ ଯାଇକି ମଧ୍ୟ ବୁଝିପାରିବେ। ପ୍ରଭୁ ଗୌରବ ପାଆନ୍ତୁ। ଅନାଦି କାଳରୁ ଯାହାଙ୍କର ଉତ୍ପତ୍ତି, ସେ ମନୁଷ୍ୟ ରୂପ ଧାରଣ କରି ଜଗତରେ ଜନ୍ମ ହେଲେ, ଆଉ 33 ବର୍ଷ 6 ମାସ ରହି ସେ ପ୍ରଭୁଙ୍କର ସେବା କାର୍ଯ୍ୟ କଲେ ଏବଂ ତାଙ୍କର ସେବା କାର୍ଯ୍ୟ ଦ୍ୱାରା ସେ ମନୁଷ୍ୟର ପରିତ୍ରାଣ ଆଣିଛନ୍ତି। କୃଷର ବଳିଦାନ ଦ୍ୱାରା ଆଉ ମୃତ୍ୟୁକୁ ଜୟଲାଭ କରିଛନ୍ତି। ଆଉ ଶେଷ କଥା ଏଇଟା, ସେ କହିଛନ୍ତି ମୁଁ ଯାଉଛି ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପାଇଁ, ମୁଁ ପୁନର୍ବାର ଫେରିବି। ତାଙ୍କର ଆଗମନ ସମୟ ସନ୍ନିକଟ। ବାକ୍ୟରେ ଲେଖାଯାଇଥିବା ପ୍ରତ୍ୟେକ କଥା ସଫଳ ହେଇଯାଉଛି। ମୋର ପ୍ରିୟ ଭାଇ ଭଉଣୀମାନେ, ଯଦି ଆମେ ପ୍ରସ୍ତୁତ ଅଛୁ, ପ୍ରଭୁ ଯୀଶୁଙ୍କୁ ଜାଣିଛୁ, ତାହେଲେ ଆମେ ତାଙ୍କ ରାଜ୍ୟରେ ପ୍ରବେଶ କରିପାରିବା। ସେମାନଙ୍କୁ ନେଇକି ଯିବେ ଅନନ୍ତ ରାଜ୍ୟରେ। ଏଥିପାଇଁ ଅନନ୍ତ ରାଜ୍ୟ ପାଇଁ ଆପଣ ପ୍ରସ୍ତୁତ ଅଛନ୍ତି କି? ଏ ପ୍ରଶ୍ନ ମୁଁ ଆପଣଙ୍କ ପାଖରେ ଛାଡ଼ୁଛି, ମୋ ପାଇଁ ଛାଡ଼ୁଛି। ଆମେ ଯଦି ଅନନ୍ତ ରାଜ୍ୟ ପାଇଁ ପ୍ରସ୍ତୁତ ନହଉ, ତାହେଲେ ଆମଠୁ ଦୁଃଖୀ, ଆମଠୁ ହତଭାଗା ଆଉ କେହି ନାହିଁ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଉଦ୍ଧାରକର୍ତ୍ତା, ପରିତ୍ରାଣକର୍ତ୍ତା, ପାପ କ୍ଷମାକାରୀ। ତାଙ୍କ ନିକଟରେ নম্রতার সহিত সমর্পণ কলে সে আপনার অন্তরক আসবে এবং সে কଣ କରିବେ? ଆପଣଙ୍କୁ ତାଙ୍କ ରାଜ୍ୟକୁ ନେବେ। ତାଙ୍କର ଏଇଟା ପ୍ରତିଜ୍ଞା। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।